ଆମ ଦୁଆରରେ କବାଟ ନାହିଁ ତ କେତେବେଳେ ଗୋରୁ ଛେଳି ପଶି ଯାଉଛନ୍ତି। ତ ମୁଁ ଭାବିନେଲି ଚାଲ ଗୋଟେ କବାଟ ବନେଇ ନବା। ତ ସର୍ବପ୍ରଥମେ କବାଟ ବନେଇବା ପାଇଁ ମୁଁ ଚାଲିଗଲି ବାଂଶ କାଟିବା ପାଇଁ। ବାଂଶ କଟା ସରିଲା, ତାପରେ ଏବେ ମୁଁ ବାଂଶ ଫଟେଇବାରେ ଲାଗି ଯାଉଛି। ବାଂଶ ଫଟା ସରିଲା ପରେ ମୁଁ କବାଟଟା ବନେଇବାରେ ଲାଗି ପଡିଲି। ଆଉ କିଛି ବାକି ରହିଲା ତ ବାଂଶ ହଉନି, ପୁଣି ଥରେ ଚାଲ ଫଟେଇ ନେବା। ଫଟେଇ ସାରିଲା ପରେ ପୁରା ଏବେ ମୁଁ ରେଡି କରିଦେଇଛି, ଆଉ କବାଟଟିକୁ ବି ଲଗେଇ ଦେଇଛି। ଏବେ ଦେଖିବା ପାଇଁ ବହୁତ ସୁନ୍ଦର ଦେଖାଯାଉଛି। ଏହା ସରିଲା ପରେ ନେକ୍ସଟ ସାଇଡ ରେ ବି ଏମିତି ଫାଙ୍କା ଥିଲା, ଚାଲ ଏଟାକୁ ବି ସରେଇ ନେବା। ତ ପ୍ରଥମେ ୟାକୁ ଗାଢା ଖୋଳିଲି, ଗାଢା ଖୋଳା ସାରିଲା ପରେ ଏବେ ଚାଲ ଯିବା ବାଂଶ ଆଣିବା ପାଇଁ। ବାଂଶ କାଟିକି ନେଇ ଆସିଲି, ଆଉ ଆପଣ ମାନେ ଦେଖିପାରୁଥିବେ ପୁରା ରେଡି କରିଦେଇଛି। ଆଉ ଖରା ବି ବହୁତ ଜୋରସେ ହଉଛି। ତାପରେ ଏହା ସରିଲା ପରେ ମୁଁ ବସିଗଲି ଭିଡିଓ ଏଡିଟିଂ ରେ। ସେଇ ସମୟରେ ଭାଉଜ ଆସିକି ତାଙ୍କ ବେବିକୁ ମତେ ଜଗେଇ ଦେଲେ, ଆଉ ସେମାନେ ପଳେଇ ଗଲେ। ତା ସହ ମଜା ଟିକେ କଲି। ତାପରେ ମୁଁ ବାହାରି ଗଲି ସେଲୁନ କୁ। ସେଲୁନ ପହଞ୍ଚିକି ଦେଖିଲୁ 3-4 ଜଣ ଲାଇନ ରେ ଥିଲେ, ତ ମତେ ବି ଲାଇନ ରେ ଲାଗିବାକୁ ପଡିବ। ତ ସେମାନଙ୍କର କଟା ସରିଲା ପରେ ମୋର ଲାଇନ ଆସିଲା, ତାର ମୁଁ ଏବେ କାଟିକି ରେଡି ହେଇଗଲି। ତ ଏବେ ଚାଲ ଘରକୁ ପଳେଇ ଯିବା। ଫାର୍ଷ୍ଟ ଆମେ ଟିକେ ଟାଙ୍କିରେ ତେଲ ପକେଇ ନବା। ପକେଇଲା ପରେ ଆମେ 2ଟା ପାରୁଟି ଖାଇଲୁ, ଆଉ ଡାଇରେକ୍ଟ ପଳେଇ ଆସିଲୁ ଘରକୁ। ଆଉ ଏବେ ମୁଁ ଟିକେ ଯାଉଛି ପଡିଆରୁ ଫେରୁ ଫେରୁ ଭିଉ ଆପଣ ମାନେ ଦେଖିପାରୁଥିବେ। ଆଜିକା ଭିଡିଓ ଏଇଠି ଏଣ୍ଡ କରିବା। ରହୁଛି ଜୟ ଜଗନ୍ନାଥ।